ପ୍ରଥମ ରାଜାବଳୀ 18 ପର୍ବ ରୁ ଆମମାନେ ଆଜି ଟିକେ ବାଇବେଲ ଷ୍ଟଡି କରିବା। ପ୍ରଥମ ରାଜାବଳୀ 18 ପର୍ବ। ଅନେକ ଦିନ ଉତ୍ତାରେ ତୃତୀୟ ବର୍ଷରେ ଏଲିୟଙ୍କ ନିକଟରେ ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା, ଯଥା ତୁମ୍ଭେ ଯାଇ ଆହବକୁ ଦେଖା ଦିଅ, ତ ଆମ୍ଭେ ଭୂମିକୁ ବୃଷ୍ଟି ପଠାଇବା। ଏଥିରେ ଏଲିୟ ଆହବଙ୍କୁ ଦେଖା ଦେବା ପାଇଁ ଗମନ କଲେ। ସେ ସମୟରେ ସମରିଆରେ ପ୍ରବଳ ଦୁର୍ଭିକ୍ଷ ହୋଇଥିଲା। ଏଣୁ ଆହବ ରାଜଗୃହର ଅଧ୍ୟକ୍ଷ ଓବଦ୍ୟକୁ ଡକାଇଲେ। ସେଇ ଓବଦ୍ୟ ସଦାପ୍ରଭୁଙ୍କୁ ଅତିଶୟ ଭୟ କରୁଥିଲା। ପୁଣି ଯେଉଁ ସମୟରେ ଇସେବେଲ ସଦାପ୍ରଭୁଙ୍କ ଭବିଷ୍ୟତ ବକ୍ତା ମାନଙ୍କୁ ଉଚ୍ଛିନ୍ନ କରୁଥିଲେ ବା ହତ୍ୟା ବି କରୁଥିଲେ କହିଲେ ଚଳିବ, ସେ ସମୟରେ ଓବଦ୍ୟ 100 ଭବିଷ୍ୟତ ବକ୍ତାଙ୍କୁ ନେଇ 50 ଜଣ କରି ଗହ୍ୱର ମଧ୍ୟରେ ଲୁଚାଇ ରଖି ଅନ୍ନ ଜଳ ଦେଇ ସେମାନଙ୍କୁ ପ୍ରତିପାଳନ କରୁଥିଲେ। 50 ତାମାନେ ଦିଟା କେଭ୍ ବା ଗୁମ୍ଫାରେ ସେମାନଙ୍କୁ ରଖିକିରି ପ୍ରତିଦିନ ସେମାନଙ୍କୁ ଖାଇବାକୁ ଦଉଥିଲେ। ଅନ୍ନ ଜଳ ଇଂରାଜୀରେ ଲେଖା ହେଇଛି ବ୍ରେଡ୍ ଆଣ୍ଡ ୱାଟର। ସେ ଯାହା ହଉ, ସେ ଯେହେତୁ ଥିଲେ ରାଜଗୃହର ଅଧ୍ୟକ୍ଷ, ପ୍ରଭୁ ତାଙ୍କୁ ସୁଯୋଗ ଦଉଥିଲେ ବା ସେଇ ତାଙ୍କ ପାଖରେ ସେଇ ଥିଲା ଅଧିକାର ଯେ ସେ ରାଜଗୃହର ଖାଦ୍ୟ ଆଣିକିରି ସେ ଭବିଷ୍ୟତ ବକ୍ତା ମାନଙ୍କୁ ସେ ଦଉଥିଲେ। କେତେ ଦିନ ଦେଇଛନ୍ତି? 3 ବର୍ଷ। ଆଉ ପୁଣି ଆହାବ ଓବଦ୍ୟଙ୍କୁ କହିଲେ, ଦେଶ ମଧ୍ୟ ଦେଇ ସବୁ ଜଳ ନିର୍ଝର ସବୁ ନଦୀ ନିକଟକୁ ଯାଅ, ହେଇପାରେ ଆମମାନଙ୍କର ଅଶ୍ଵ ଖଚର ମାନଙ୍କୁ ବଞ୍ଚାଇ ରଖିବା ପାଇଁ ତୃଣ ପାଇପାରିବା, ତାହେଲେ ପଶୁମାନଙ୍କୁ ହରାଇବା ନାହିଁ। ତହୁ ସେମାନେ ସବୁଆଡେ ଯିବା ପାଇଁ ଆପଣମାନଙ୍କ ମଧ୍ୟରେ ଦେଶ ବିଭାଗ କଲେ। ଆହବ ଆପେ ଏକ ଆଡେ ଗଲେ, ଓବଦ୍ୟ ଆପେ ଅନ୍ୟ ଆଡେ ଗଲା। ଓବଦ୍ୟ ପଥରେ ଯାଉ ଯାଉ ଏଲିୟ ତାହାକୁ ଭେଟିଲେ। ଆକୁ ଟିକେ ମନ ଦେଇ ପଦଟା ଶୁଣନ୍ତୁ। ଏଲିୟ ତାହାଙ୍କୁ ଭେଟିଲେ, ତ ଓବଦ୍ୟ ତାଙ୍କୁ ଚିହ୍ନି ମୁହଁ ମାଡ଼ି ପଡ଼ି କହିଲା, ଆପଣ କଣ ମୋ ପ୍ରଭୁ ଏଲିୟ? ତାର ମଧ୍ୟରେ ଏପର୍ଯ୍ୟନ୍ତ ଦୃଢତା ନଥିଲା ଯେ ଏଇ ଲୋକଟି ଏଲିୟ ବୋଲିକା। କିନ୍ତୁ ଦେଖନ୍ତୁ, ଦୁଇଟି ପ୍ରଭୁଙ୍କର ଦାସ। ଏଲିୟ ହେଲେ ଗୋଟେ ପ୍ରଭୁଙ୍କର ଦାସ, ତାଙ୍କ ପାଖରେ ଆନଏଣ୍ଟିଂ ଅଛି। ଓବଦ୍ୟ ସେ ମଧ୍ୟ ପ୍ରଭୁଙ୍କର ଦାସ, ଲେଖା ହଉଛି ଅତିଶୟ ଭୟ କରୁଥିଲେ ଈଶ୍ୱରଙ୍କୁ, ସଦାପ୍ରଭୁଙ୍କୁ। ତାଙ୍କ ପାଖରେ ମଧ୍ୟ ଆନଏଣ୍ଟିଂ ଅଛି। ଏଇ ଦି ଜଣଙ୍କର ଡିସ୍କସନ ବର୍ତ୍ତମାନ ଆମେ ଶୁଣିବା। କେତେ ରୋଚକ! ଆଉ ଦୁଇ ଜଣଙ୍କର ଆନଏଣ୍ଟିଂ ଭିତରେ କେତେ ତଫାତ ଅଛି, କେତେ ସିମିଲାରିଟିସ୍ ଅଛି, ତାକୁ ବି ଦେଖିବା। ସେ ଯେତେବେଳେ ଚିହ୍ନୁଛି ଯେ ପ୍ରକୃତରେ ଏଇ ଲୋକଟି ହଉଛି ଏଲିୟ ବୋଲିକା, ପ୍ରଶ୍ନ ପଚାରୁଛି, ଆପଣ କଣ ମୋ ପ୍ରଭୁ ଏଲିୟ? ତହିଁରେ ସେ ଉତ୍ତର କଲେ, ହଁ ମୁଁ। ଯାଅ ତୁମ ପ୍ରଭୁକୁ କୁହ, ମାନେ ଆହବ ରାଜାକୁ କୁହ, ଦେଖ ଏଲିୟ ଏଠାରେ ଅଛି। ବର୍ତ୍ତମାନ ଏଲିୟର ଆଉ ଓବଦ୍ୟର ଡିସ୍କସନ ରୁ ଆଜି ଆମମାନଙ୍କର ଏଇ ଆରମ୍ଭ କରିବା ଆଜିର ବାକ୍ୟକୁ। ଦୁଇ ଜଣ ପ୍ରଭୁଙ୍କ ଦାସ। ଜଣେ ପ୍ରଭୁଙ୍କର ବାକ୍ୟ ଅନୁସାରେ ଆପଣ ଦେଖିବେ 17 ପର୍ବରେ 3 ପଦରେ, ତୁମ୍ଭେ ଯାଅ ତୁମ୍ଭେ ଏଠାରୁ ଯାଇ ପୂର୍ବ ଦିଗକୁ ଫେରି ଜର୍ଦ୍ଦନ ସମ୍ମୁଖସ୍ଥ କରାତ ନଦୀ ନିକଟରେ ଆପଣଙ୍କୁ ଲୁଚାଅ। ପ୍ରଭୁଙ୍କର ବାକ୍ୟ ଅନୁସାରେ ବା ପ୍ରଭୁଙ୍କର ଆଦେଶ ଅନୁସାରେ ସେ ଯାଇକି ନିଜକୁ ଲୁଚେଇଲେ। କିଏ? ଏଲିୟ। ଏ 3 ବର୍ଷ ପରେ ପ୍ରଭୁ ତାଙ୍କୁ କହିଲେ, ପୁଣି ଆହବ ପାଖକୁ ଯାଅ। ଓବଦ୍ୟ ଇସେବେଲ ଆଉ ଆହାବର, ଲେଖା ତ ହେଇଛି ଇସେବେଲ ଉଚ୍ଛିନ୍ନ କରୁଥିଲା, ତାଙ୍କୁଠୁ ରକ୍ଷା ପାଇବା ପାଇଁ 100 ଜଣ ପ୍ରଭୁଙ୍କର
ଭାବବାଦୀଙ୍କୁ ସେ ଗୁମ୍ଫାରେ ରଖିକିରି ଅନ୍ନ ଜଳ ଦଉଥିଲା। ଦି ଜଣଙ୍କର ମିନିଷ୍ଟ୍ରି ଅଲଗା ଅଲଗା, ଆଉ ଦି ଜଣ ଯାକ ପ୍ରଭୁଙ୍କର ସେବକ। ସେବା କାର୍ଯ୍ୟ ଭିନ୍ନ, କିନ୍ତୁ ସେମାନେ ପ୍ରଭୁଙ୍କୁ ସେବା କରୁଥିଲେ। ଏଲିୟଙ୍କ ସେବା କାର୍ଯ୍ୟ ହଉଛି ଭାବବାଦୀର କାର୍ଯ୍ୟ। ପ୍ରଭୁ ତାଙ୍କୁ ଯାହା କହୁଥିଲେ ସେ ଅନୁସାରେ ସେ କରୁଥିଲେ, ଆଉ ସେ ନିର୍ଭୟରେ ଯାଇକିରି ଏଲିୟଙ୍କ ପାଖରେ ଆହାବଙ୍କ ପାଖରେ ପହଞ୍ଚି ଯାଉଥିଲେ। ଓବଦ୍ୟ ସେ ହଉଛନ୍ତି ପ୍ରଭୁ ଭୟକାରୀ, ଆଉ ପ୍ରଭୁଙ୍କର ଭାବବାଦୀ ମାନଙ୍କର ସୁରକ୍ଷା ପାଇଁକା ସେ ଚିନ୍ତା କରିକି ତାଙ୍କୁ ଲୁଚେଇକି ରଖିଛନ୍ତି। ଏଲିୟ ଲୁଚିକି ରହୁଥିଲେ, ଓବଦ୍ୟ ତାଙ୍କର ଈଶ୍ୱରଙ୍କର ଭାବବାଦୀ ମାନଙ୍କୁ ଲୁଚେଇକି ରଖୁଥିଲେ। ସେବା କାର୍ଯ୍ୟ ଭିନ୍ନ ଭିନ୍ନ, କିନ୍ତୁ ଦି ଜଣଙ୍କ ଉପରେ ପ୍ରଭୁଙ୍କର ଆନଏଣ୍ଟିଂ ଅଛି। ଦେଖନ୍ତୁ ତାପରେ 8 ପଦରେ ଏଲିୟ କହିଲେ ମୁଁ ଏଠାରେ ଅଛି। 9 ପଦଟା ଶୁଣନ୍ତୁ, କେତେ ଇଣ୍ଟରେଷ୍ଟିଂ। ପୁଣି ସେ କହିଲା, ମୁଁ କି ବିଷୟରେ ପାପ କଲି ଯେ ଆପଣ ଦାସ ମତେ ବଧ କରିବା ପାଇଁ ଆହାବଙ୍କ ହସ୍ତରେ ସମର୍ପଣ କରିବେ? ଦେଖନ୍ତୁ ଓବଦ୍ୟର ଯୋଉ ଷ୍ଟେଟମେଣ୍ଟଟାକୁ ସେ ଖାଲି ଶୁଣନ୍ତୁ। ମୁଁ କଣ ପାପ କଲି? ମୁଁ ଯାଇକି ଆହାବଙ୍କୁ କହିବି ଯେ ଏଲିୟକୁ ମୁଁ ଦେଖା ହେଇଯାଇଛି ବୋଲିକା। ତାପରେ 10ଟା ଦେଖନ୍ତୁ। ସଦାପ୍ରଭୁ ଆପଣଙ୍କର ପରମେଶ୍ୱର ଜୀବିତ ଥିବା ପ୍ରମାଣେ କହୁଅଛି, ମୋ ପ୍ରଭୁ ଅର୍ଥାତ୍ ଆହାବ ଆପଣଙ୍କୁ ଅନ୍ୱେଷଣ କରିବା ପାଇଁ ଯାହା ନିକଟକୁ ଲୋକ ପଠାଇ ନିଅନ୍ତି, ଏପରି କୌଣସି ଗୋଷ୍ଠୀ କି ରାଜ୍ୟ ନାହିଁ। ସେ ଗୋଷ୍ଠୀ ବା ସେ ରାଜ୍ୟ ଖାଲି ମନା କରିଦେଲେ ଚଳିବନି, ତାକୁ ଓଥ ନେବାକୁ ପଡିବ। ମୁଁ ଏଭଳି ଲୋକକୁ ମୋ ଦେଶ ଭିତରେ ଦେଖିନି। ପୁଣି ସେ ଏଠାରେ ନାହିଁ ବୋଲି ସେମାନେ କହିଲେ, ସେହି ରାଜ୍ୟ ଓ ଗୋଷ୍ଠୀକୁ ଆପଣ ଦେଖିନଥିବା ବିଷୟରେ ଶପଥ କରାଉଥିଲେ। ପ୍ରମିସ୍ କର, ତମେ ଯୋଉଟା କହୁଛ ସେଟା ମିଛ କଥା କହୁନ ବୋଲି ପ୍ରମିସ୍ କର ବୋଲି ଆହାବ ସେମାନଙ୍କୁ କହୁଥିଲେ। କୌଣସି ରାଜ୍ୟ ନାହିଁ, କୌଣସି ଗୋଷ୍ଠୀ ନାହିଁ ଯୋଉଠି ଏଲିୟଙ୍କୁ ଖୋଜା ହେଇନି ତାଙ୍କୁ ମାରିବା ପାଇଁ। ଦେଖନ୍ତୁ ଅବିକା ଏ ଡରି ଯାଉଛନ୍ତି। ଓବଦ୍ୟ 3 ବର୍ଷ ପର୍ଯ୍ୟନ୍ତ ଡରୁ ନଥିଲେ। ରାଜଗୃହରୁ ଖାଦ୍ୟ ଆଣିକିରି ଭାବବାଦୀ ମାନଙ୍କୁ ଦବାରେ ସେ ଏତେ ସୁନ୍ଦର ଭାବରେ ସେ କାମ କରିପାରୁଥିଲେ, ରାଜାଙ୍କର ଅଜାଣତରେ କରିପାରୁଥିଲେ, ସେତେବେଳେ ତାଙ୍କୁ ଡର ଲାଗୁନଥିଲା। କିନ୍ତୁ ଅବିକା ଏଲିୟଙ୍କ ସାଙ୍ଗରେ କଥାବାର୍ତ୍ତା କଲା ପରେ ଏଲିୟଙ୍କର କଥାଟାକୁ ସେ ଯାଇକି ରାଜାଙ୍କ ନିକଟରେ ଦବା ପାଇଁ ତାଙ୍କୁ ଡର ମାରୁଛି। ଏଇଥିପାଇଁ ଡର ମାରୁଛି, ରାଜା ନିଶ୍ଚିତ ତାଙ୍କୁ ହତ୍ୟା କରିବେ। କାରଣ ତତେ ମୁଁ ଯୋଉ ଆଡେ ପଠେଇଥିଲି, ତୁ ତ ନିଜେ ଆସିକି କହିଲୁ ସେଠି ଏଲିୟ ନାହିଁ। ଅବିକା କେମିତି ଏଲିୟ କୋଉଠୁ ଆସିଲା, କେମିତି ଆସିଲା ତୋ ପାଖରେ ଆସି ପହଞ୍ଚିଲା, ଆଉ ନିଶ୍ଚୟ ମତେ ହତ୍ୟା କରିବେ। ମୁଁ ଆପଣମାନଙ୍କୁ ପଚାରୁଛି ଯେ ଏଲିୟଙ୍କ ପାଖରେ ଯୋଉ ଆନଏଣ୍ଟିଂ ଅଛି, ଓବଦ୍ୟଙ୍କ ପାଖରେ ସେ ଆନଏଣ୍ଟିଂ ନାହିଁ, ଆମମାନେ ସମସ୍ତେ ଜାଣୁଛୁ। ସେ କଣ କହୁଛନ୍ତି ଦେଖନ୍ତୁ, ସେଇଥିରୁ ସେ ଜାଣିପାରିଛନ୍ତି, ଓବଦ୍ୟ ଜାଣିପାରୁଛନ୍ତି ଏଲିୟଙ୍କ ଭିତରେ କୋଉ ଆନଏଣ୍ଟିଂ ଅଛି। 11-12ଟା ପଢିବା। ଏବେ ଆପଣ କହୁଅଛନ୍ତି, ଯାଅ ତୁମ ପ୍ରଭୁଙ୍କୁ କୁହ, ଦେଖ ଏଲିୟ ଏଠାରେ ଅଛି। ମାତ୍ର ମୁଁ ଆପଣଙ୍କ ନିକଟରୁ ଗଲା କ୍ଷଣେ ଯେବେ ସଦାପ୍ରଭୁଙ୍କର ଆତ୍ମା ମୋହର ଅଜ୍ଞାତ କୌଣସି ସ୍ଥାନକୁ ଆପଣଙ୍କୁ ନେଇଯିବେ, ତେବେ ମୁଁ ଯାଇ ଆହାବଙ୍କୁ ସମ୍ବାଦ ଦେଲେ ସେ ଆପଣଙ୍କୁ ପାଇ ନ ପାରି ମତେ ବଧ କରିବେ। ମାତ୍ର ଆପଣଙ୍କ ଦାସ ମୋ ବାଲ୍ୟକାଳ ଅବଧି ସଦାପ୍ରଭୁଙ୍କୁ ଭୟ କରୁଅଛି। ମତେ ଏଇ ପଦଟାରେ ମୁଁ ଅଟକି ଗଲି। ଯେତେବେଳେ ମୁଁ ଆକୁ ମେଡିଟେଟ୍ କରୁଥିଲି, ଷ୍ଟଡି କରୁଥିଲି, ଆହାବଙ୍କୁ ଡରିକିରି ଓବଦ୍ୟ ଏଇ ସବୁ କଥା ଏଲିୟଙ୍କୁ କହୁଛନ୍ତି। କିନ୍ତୁ କହିବା ଭିତରେ ସେ ଗୋଟେ ଇମ୍ପୋର୍ଟାଣ୍ଟ କଥାଟା କହିଛନ୍ତି, ସେଟା ହଉଛି 12 ପଦ। କଣ ସେ 12 ପଦ? ସଦାପ୍ରଭୁଙ୍କର ଆତ୍ମା
ଆପଣଙ୍କୁ ଯଦି କୌଣସି ଅଜ୍ଞାତ ସ୍ଥାନକୁ ନେଇଯିବେ, ଆମମାନେ ସମସ୍ତେ ପ୍ରଭୁଙ୍କର ସେବା କାର୍ଯ୍ୟରେ ନିଜ ନିଜକୁ ସେବା ପାଇଁକା ଆମକୁ ପ୍ରଭୁ ଆହ୍ୱାନ କରିଛନ୍ତି ଆଉ ସେବା କାର୍ଯ୍ୟ ମଧ୍ୟ ଆମେ ସମସ୍ତେ କରୁଛୁ। କିନ୍ତୁ ଆନଏଣ୍ଟିଂ ଭିନ୍ନ ଭିନ୍ନ। କେବେ ଓବେଦ ଜାଣିଲେ, କେମିତି ଜାଣିଲେ ଯେ ପ୍ରଭୁଙ୍କର ଆତ୍ମା ଏଲିଓଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ନେଇଯାଆନ୍ତି ବୋଲି ମୁଁ ଜାଣିନି, ବା ଏଠି ବାକ୍ୟରେ କୌଣସି ଜାଗାରେ ଲେଖା ହେଇନି। କିନ୍ତୁ ଓବଦ୍ୟଙ୍କ ପାଖରେ ଯୋଉ ଆନଏଣ୍ଟିଂ ଅଛି, ସେଥିରୁ ସେ ଜାଣୁଛନ୍ତି ଗୋଟେ ମହା ବିକ୍ରମଶାଳୀ ଲୋକ, ପରାକ୍ରମଶାଳୀ ଲୋକ, ଯାହାଙ୍କ ପାଖରେ ସଦାପ୍ରଭୁଙ୍କର ଗୋଟେ ପାୱାରଫୁଲ ଆତ୍ମା ଅଛି। ସେ ବିନା ରଥରେ, ବିନା ସାହାଯ୍ୟରେ ସେ ଭିନ୍ନ ଭିନ୍ନ ସ୍ଥାନକୁ ତାକୁ ସେ ସ୍ଥାନାନ୍ତରିତ କରିପାରିବେ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣମାନଙ୍କୁ ଏଇଟା ରଖିବାକୁ ଚାହୁଁଛି, ଆମେ ସମସ୍ତେ ସେବା କାର୍ଯ୍ୟ କରୁଛୁ, କିନ୍ତୁ କେତେ ପାୱାରଫୁଲ, କେତେ ଶକ୍ତିଯୁକ୍ତ ସେଟା ସେବା କାର୍ଯ୍ୟ। ଗୋଟେ ପ୍ରଭୁଙ୍କର ସେବକ ସେ ଆଉ ଗୋଟେ ସେବକଙ୍କ ବିଷୟରେ ସେ ଜାଣିପାରୁଛି, ଯେ ଲୋକ ସାଧାରଣ ଲୋକ ନୁହେଁ, ଯେହେତୁ ସେ ପରମେଶ୍ୱରଙ୍କୁ ପରମେଶ୍ୱରଙ୍କୁ ଭୟ କରୁଛି, ପରମେଶ୍ୱରଙ୍କର ଆତ୍ମା ତା ମଧ୍ୟରେ ଅଧିଷ୍ଠିତ ଅଛନ୍ତି, ସେ ଆଉ ଗୋଟେ ସେବକର ଭିତରେ କୋଉ ଆତ୍ମା ଅଛି ତାହା ସେ ଜାଣିପାରୁଛି। ଦେଖନ୍ତୁ, ଆଉ ଟିକେ ତଳକୁ ଗଲେ ଏଲିଓଙ୍କର ଆହାବଙ୍କ ସାଙ୍ଗରେ ଦେଖା ହଉଛି। ଆହାବ ତାଙ୍କ ସାଙ୍ଗରେ କେମିତି କଥାବାର୍ତ୍ତା କରୁଛନ୍ତି, କାରଣ ଆହାବଙ୍କ ପାଖରେ ସେ ଆତ୍ମା ନାହିଁ। ବର୍ତ୍ତମାନ ସେ ଦେବ ପୂଜକ ସାଜି ଯାଇଛନ୍ତି, ପ୍ରଭୁଙ୍କର ଆତ୍ମା ତାଙ୍କ ମଧ୍ୟରେ କୌଣସି ଭାବରେ ନାହିଁ। ସେ କହୁଛନ୍ତି, ଇସ୍ରାଏଲର ତୁମେ ଦୁଃଖଦାୟକ। 18 ପଦ, ହେ ଇସ୍ରାଏଲ, 17 ପଦ, ହେ ଇସ୍ରାଏଲର ଦୁଃଖଦାୟକ। ଓବଦ୍ୟ କହୁଛନ୍ତି, ଆପଣ ଗୋଟେ ସାଧାରଣ ଲୋକ ନୁହନ୍ତି। ଆପଣଙ୍କ ପାଖରେ ଯୋଉ ଆତ୍ମା ଅଛି, ଲେଖା ଅଛି 12 ପଦରେ, ସଦାପ୍ରଭୁଙ୍କର ଯୋଉ ଆତ୍ମା ଅଛି, ଦରକାର ପଡିଲେ ଆପଣଙ୍କୁ ସେ ଉଠେଇ ନେଇ ପଳେଇବେ। ଦେଖନ୍ତୁ, ଡିସର୍ନିଂ ସ୍ପିରିଟର କାର୍ଯ୍ୟ। ଯେହେତୁ ଆହାବଙ୍କ ପାଖରେ କୌଣସି ପ୍ରଭୁଙ୍କର ଆତ୍ମା ବାସ କରୁନି ବା ସେ ପ୍ରଭୁଙ୍କ ସେବା କରୁନାହାନ୍ତି, ସେ ଏଲିଓଙ୍କୁ ଜାଣିପାରୁନାହାନ୍ତି, ତାଙ୍କର ମହତ୍ଵ କଣ ଜାଣିପାରୁନାହାନ୍ତି। ଆମେ ପ୍ରତ୍ୟେକ ବୁଝିବା ଦରକାର। ରୋମୀ 12 ପର୍ବରେ ଲେଖା ହେଇଛି, ବିଶ୍ୱାସର ପରିମାଣ ସମସ୍ତଙ୍କର ଭିନ୍ନ ଭିନ୍ନ। ଯାକୋବ ପୁସ୍ତକ ଲେଖା ହେଇଛି, ଡ୍ର ନିୟର ଟୁ ଗଡ ଆଣ୍ଡ ହି ୱିଲ ଡ୍ର ନିୟର ଟୁ ୟୁ। ମାଥ୍ୟୁରେ ଲେଖା ହେଇଛି 5 ପର୍ବରେ, ଈଶ୍ୱରଙ୍କ ରାଜ୍ୟ ନିମନ୍ତେ କ୍ଷୁଧିତ ତୃଷିତ ଲୋକେ ଧନ୍ୟ। କ୍ଷୁଧିତ ମାନେ କଣ? ସେଟା କଣ କୋଉ ବାହାରେ ଆସିବ ନା କୋଉଠି ବାହାରେ କେଜି କେଜି ହିସାବରେ ବିକ୍ରି ହଉଛି କିଣିକି ଆଣିବ? ଇଟ କମ୍ସ ଫ୍ରମ୍ ଇନସାଇଡ। ମତେ ଭୋକ ହଉଛି, ସେଟା ମୁଁ ବାହାରୁ କୋଉଠୁ ଆଣୁନି। ମୋର ଯେତେବେଳେ ହାଇଡ୍ରୋକ୍ଲୋରିକ ଏସିଡ ଟା ବେଶୀ ଜମା ହଉଛି ମୋ ଷ୍ଟମାକରେ, ମତେ ଭୋକ ଲାଗୁଛି, ସେତେବେଳକୁ ବ୍ରେନ ମତେ ଆଦେଶ ଦଉଛି କିଛି ଖାଦ୍ୟ ଗ୍ରହଣ କର, ତତେ ଏଇ ସମୟଟା ଆସିଗଲା, ଏସିଡ ବହୁତ ଡିପୋଜିଟ ହେଇଗଲାଣି, ଟେକ୍ ସମ୍ ଫୁଡ। କ୍ଷୁଧାଟା ଆମ ଭିତରୁ ଆସିବା ଦରକାର। କଣ ପାଇଁ କ୍ଷୁଧା? ମୁଁ ଯୋଉ ଖାଦ୍ୟ ଖାଇନି ସେ ଖାଦ୍ୟ ପାଇଁକା ମୋର କ୍ଷୁଧା ଆସିବନି। ମୁଁ ଯୋଉ ଖାଦ୍ୟ ଖାଇଛି, ଯୋଉଟା ପାଇଁ ମୋର କ୍ରେଭିଂ ଅଛି, ମୋର ଲାଳସା ଅଛି, ସେଇଟା ପାଇଁ ମୋର କ୍ଷୁଧା ଆସିବ। ଯେ ସାନ ବେଳୁ ମାଂସ ତରକାରୀ ଖାଇନି, ସେ ମାଂସ ତରକାରୀର ବାସନାରେ କଣ ତାକୁ କ୍ଷୁଧା ଲାଗିବ? କିଛି ଲାଗିବନି, ସେ ତ କେବେ ଜୀବନରେ ଚାଖି ହିଁ ନାହିଁ। କିନ୍ତୁ ଆମେ ଯୋଉମାନେ ମାଂସ ତରକାରୀ ଖାଇଛୁ, ସେ ମାଂସ ତରକାରୀ ବାସନା ରବିବାର ଦିନ ଖ୍ରୀଷ୍ଟିଆନ ଗାଁ ସାହି ଭିତରେ ଦେଇକି ଆସିଲା ବେଳେ, କଟକର କଥା କହୁଛି, ସମସ୍ତଙ୍କ ଘରୁ ସେ ବାସନାଟା ଆସୁଥିବ, ଭୋକ ଆସେ, କ୍ଷୁଧା ଆସେ, ଆପିଟାଇଟ ଟା ରେଡି ହେଇଯାଏ ଖାଦ୍ୟକୁ ଇନଟେକ୍ କରିବା ପାଇଁ। ଏକ୍ସାକ୍ଟ ସେରକମ
प्रभुंकर वाक्य प्रति जार आपिटाइट नहीं तार क्षुधा कोठु आसीबो तृषित क्षुधित लोक धन्य व्हाट इज दैट तृषित व्हाट इज दैट क्षुधित जो जिनस को आम चाखीचु तापे क्षुधा आसे जो जिनस को आम घृणा करू तापे क्षुधा आसेनी longing for Christ longing for his presence comes inside us आम भितरु आसे ताकू इंस्टॉल प्रभु ही करथांती जाम भितरे से क्षुधा अच्छी ना आहाबों पाखे से क्षुधा अच्छी ना परमेश्वर को लोक प्रति तांकर कोनोसी भय बा सम्मान अछि कोनोसी भाबरे तांकर भय सम्मान नाही केवल हत्या ही हत्या करिवार अछि आउ सेटा गोटे आत्मा द्वारा सेटा परिचालित होउछि एंटायर इस्रा सेटा होउछि जिजेबल रो आत्मा बा इसाबेल रो आत्मा एक पावरफुल शैतान रो आत्मा ता द्वारा परिचालित होउछि एंटायर राज्य से राजा से क्वीन से रानी जिसेबल रो आत्मा द्वारा परिचालित होउछते देखंतु माने जिबा प्रकाशित वाक्य को सेठी एई जिसेबल रो आत्मा ऊपर अधिक कहाई छी ताको मोटिए पढ़ी दउची थुयाथिरा मंडली प्रति वार्ता ता आपण माने पाई परिबे प्रकाशित वाक्य 2 पर्वरे एवं सेठी लेखा होउची 20 पदरे तथापि तुम विरुद्ध रे आंबर एही कथा अछि जिसेबेल नामनी जो नारी आपना को भाववादिनी बोली कही मोर दास मानंकु अन्य कथा से कहना मोर दास मानंकु बेश्यागमन देवप्रसाद भोजन करिया को शिक्षा दे भुलाउ अछि तुम्बे ताहार दुष्कर्म सह्य करूअछ केमते आहाबों को प्रति एक वाक्यटा पूरा करेक्ट वाक्य हे राजा तुम्हें निजे इस्राएलिया लोक किंतु आज से जिसेबल रो आत्मा द्वारा तुम्हें परिचालित हेइकिरी बेश्यागमन एटा को ओडिया रे बेश्यागमन अछि किंतु इंग्रजी रे अछि इमोरालिटी को हमें पाप बोली का भाबुनु एथि पई का आजिरो जो संसार आजिरो जो दुनिया से कहूची यू आर नॉट अकाउंटेबल फॉर योर सिन योर immorality doesn't lead to only no accountability कई तुमको अकाउंटेबल कर पारे पेटर गोटे भोक अछि सेंती सेक्सुअल डिजायर इज आल्सो ए भोक भूल कोन रहिला नुआ नुआ पापर आत्मा माड़ी आसुची देखंतु प्रभुंकर वाक्य केते सत्य केते जीवंत जिसेबल रा आत्मा सेई 2000 वर्ष तले सेठी नथिला बा एलिया को समय नथिला आज समग्र पृथ्वी रे जिसेबल रा आत्मा बुलुची सेक्सुअल इमोरालिटी पाई यू आर नॉट अकाउंटेबल फ्री it is very natural to our body no one can make you sinner आउ कौन से करुचे केवल कौन तमे गुटे ईश्वर को जो पूजा करुचो सेटा कौन ठीक there are other divisions there are other options बाल को पूजा करो आशेर को पूजा करो खाली से जिहोवा कौन चलेछ आहाबो निजे जाइकिरी से बाल रो प्रतिष्ठा करचंती मंदिर रे तार प्राण प्रतिष्ठा करचंती आ कहउचन लोकों को पूजा करो जिहोवा को केबे पूजा करथलो किंतु जे पुनी मानुनी से कौन करचंती उच्छिन्न करचंती जो समय आमे अच्छु सेही समय मध्य सेही
ଇସେବେଲର ଆତ୍ମା ଭୟଙ୍କର ଭାବରେ, ଟିକେ ସାମାନ୍ୟ ନାହିଁ, ଭୟଙ୍କର ଭାବରେ ପୃଥିବୀରେ ବ୍ୟାପ୍ତ ହେଇଛି। ସେକ୍ସୁଆଲ ଇମୋରାଲିଟି and serving the deities। ଲୋଭ ହଉଛି ସେଇ ଗୋଟେ ପାପ। ସବୁ ଯାହା କିଛି ଗାଲାତ୍ୟ ପୁସ୍ତକରେ ଅଛି ସବୁ ସେ ଗୋଟେ ଗୋଟେ ଦେବା ଦେବୀ ପୂଜା କର, କିଛି ଅସୁବିଧା ନାହିଁ। କିନ୍ତୁ ଦେଖନ୍ତୁ, ଯେତେବେଳେ ଆମେ ନୂତନ ନିୟମକୁ ଆସୁଛୁ ସେଠି ଗୋଟେ ଅଲଗା ବିଷୟ ଆମେ ଦେଖୁଛୁ। ଏବଂ ଆମେ ଦେଖିବା କଲସି 3 ପର୍ବର 3 ପଦ। କଲସି ମଣ୍ଡଳୀକୁ ଯେତେବେଳେ ପାଉଲ ଲେଖୁଛନ୍ତି ଅତି ସୁନ୍ଦର ଭାବରେ, ଆଉ ସେ 3 ପର୍ବଟାକୁ ଆରମ୍ଭ କରୁଛନ୍ତି, ତୁମ୍ଭେ ମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଛ, ତେବେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯୋଉ ବାସସ୍ଥାନ, ସେହି ଊର୍ଦ୍ଧ୍ୱ ସ୍ଥାନର ବିଷୟ ସବୁ ଅନ୍ୱେଷଣ କର। ଏବଂ ଏଇ ଯୋଉ କନସେପ୍ଟ ତାକୁ ପାଉଲ ରୋମୀ 6 ପର୍ବରେ ଅତି ସୁନ୍ଦର ଭାବରେ ଗୋଟେ ଗୋଟେ କରି ବର୍ଣ୍ଣନା କରୁଛନ୍ତି। ଯଦି ମୃତ ହେଇଛ ମାନେ କଣ? ଦ୍ୱିତୀୟ ପଦ, ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଊର୍ଦ୍ଧ୍ୱସ୍ଥ ବିଷୟରେ ଆସକ୍ତ ହୁଅ। କାରଣ 3, କାରଣ ତୁମ୍ଭେ ମାନେ ମରିଅଛ, ଆଉ ତୁମ୍ଭ ମାନଙ୍କର ଜୀବନ ଖ୍ରୀଷ୍ଟଙ୍କ ଠାରେ, ଈଶ୍ୱରଙ୍କ ଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି, ଲୁଚିକିରି ଅଛି। ଏଲିୟଙ୍କୁ ପ୍ରଭୁ କହିଥିଲେ ଲୁଚାଅ, ଓବଦ୍ୟଙ୍କୁ ପ୍ରଭୁ କହିଥିଲେ ସେମାନଙ୍କୁ ଲୁଚାଅ, ଅନ୍ନ ଜଳରେ ସେମାନଙ୍କୁ ତୃପ୍ତ କରାଅ, କାରଣ ତୁମ ପାଖରେ ଯୋଉ ଅଧିକାର ମିଳିଛି, ତୁମେ ରାଜଗୃହର ଅଧ୍ୟକ୍ଷ, ତୁମେ ଏଇଟା କରିପାରିବ। When God gives us ministry, ପ୍ରଭୁ ଯେତେବେଳେ ସେବା କାର୍ଯ୍ୟର ପଦ ଆମମାନଙ୍କୁ ଦିଅନ୍ତି, ସେ ଆମମାନଙ୍କର କାପାସିଟି ଦେଖି, ଆବିଲିଟି ଦେଖି ଆମକୁ ଦିଅନ୍ତି। ଯାହାକୁ 10 ତୋଡ଼ା ଦବା କଥା ତାକୁ 1 ତୋଡ଼ା ଦେବେନି, ଯାହାକୁ 1 ତୋଡ଼ା ଦବା ଲୋକକୁ 10 ତୋଡ଼ା ଦେବେନି। ସେ ଆମମାନଙ୍କର ଆବିଲିଟି ଅନୁସାରେ ଆମକୁ ସେବା କାର୍ଯ୍ୟ ଦେବେ। ଓବଦ୍ୟଙ୍କୁ ଦେଇଥିଲେ 100 ଲୋକର କଥା ବୁଝିବା ପାଇଁ, ଏଲିୟଙ୍କୁ ଦିଆହେଇଥିଲା ପ୍ରଭୁଙ୍କର ବାକ୍ୟକୁ ସମଗ୍ର ଇସ୍ରାଏଲ ରାଜ୍ୟ ପାଇଁ। ଆଉ ଦେଖନ୍ତୁ, ଯେତେବେଳେ ନୂତନ ନିୟମକୁ ଆସିଛୁ, ତୁମମାନଙ୍କର ଜୀବନ ଖ୍ରୀଷ୍ଟଙ୍କ ଠାରେ, ଈଶ୍ୱରଙ୍କ ଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି। ପାଉଲ ଯେତେବେଳେ ରୋମୀ ମଣ୍ଡଳୀକୁ ଲେଖୁଛନ୍ତି 6 ପର୍ବରେ, ସେ ଅତି ସୁନ୍ଦର ଭାବରେ ସିଷ୍ଟମାଟିକାଲି ପାପ ପ୍ରତି ମୃତ, ଈଶ୍ୱର ପ୍ରତି ସଜୀବ, ସେଟା ଶୀର୍ଷକ ଅଛି 6 ପର୍ବ, ସେ ବୁଝେଇ ଯାଉଛନ୍ତି। ତେବେ ଆମମାନେ କଣ କରିବା? ଅନୁଗ୍ରହ ଯେପରି ପ୍ରଚୁର ହୁଏ, ଏଥିପାଇଁ କି ପାପରେ ରହିବା, ତାହା କେବେ ହିଁ ନ ହଉ। ପାପ ପ୍ରତି ମୃତ ଯେ ଆମମାନେ ସେଥିରେ କିପରି ଆଉ ଜୀବନ କାଟିବା? ଆମମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବାପ୍ତିଜିତ ହୋଇଅଛୁ, ସମସ୍ତେ ଯେ ତାହାଙ୍କ ମରଣରେ ବାପ୍ତିଜିତ ହୋଇଛୁ, ଏହା କି ତୁମାନେ ଜାଣ ନାହିଁ? ଅତଏବ ଆମମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧି ପ୍ରାପ୍ତ ହୋଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କର ଗୌରବ ଦ୍ୱାରା ମୃତମାନଙ୍କ ମଧ୍ୟରୁ ଯେ ପ୍ରକାର ଉତ୍ଥାପିତ ହେଲେ, ଆମେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ, ବା ବ୍ରାଣ୍ଡ ନ୍ୟୁ ଲାଇଫ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। ଆମେମାନେ ବର୍ତ୍ତମାନ ସେ ପୁରାତନ ପାପର ସ୍ୱଭାବରେ ଆଉ ଜୀବନ କାଟୁନୁ, ଖ୍ରୀଷ୍ଟଙ୍କ ସହିତ ଆମମାନେ ମରିଅଛୁ। We are living by leading a brand new life with Christ। କାରଣ ଯଦି ଆମେ ତାହାଙ୍କ ମୃତ୍ୟୁ ସାଦୃଶ୍ୟରେ ମୃତ୍ୟୁଭୋଗ କରି ତାହାଙ୍କ ସହିତ ଏକୀଭୂତ ହୋଇଛୁ, ତାହେଲେ ନିଶ୍ଚୟ ତାହାଙ୍କ ପୁନରୁତ୍ଥାନର ସାଦୃଶ୍ୟରେ ମଧ୍ୟ ଉତ୍ଥିତ ହୋଇ ତାହାଙ୍କ ସହିତ ଏକୀଭୂତ ହବା। We are united with God through Christ Jesus। ଆମମାନେ ପ୍ରଭୁ ଯୀଶୁଙ୍କ ଦ୍ୱାରା ଈଶ୍ୱରଙ୍କ ଠାରେ ଆମମାନେ ମିଶି ପାରିଲୁ। ଯେହେତୁ ଆମମାନେ କଣ କଲୁ? ଆମର ପାପ ସ୍ୱଭାବ ଅନୁସାରେ ଆମେ ମୃତ ଭୋଗ କରିକିରି ପୁନରୁତ୍ଥିତ ହେଲୁ। 6, ଯେପରି ଆମମାନେ ଆଉ ପାପର ଦାସତ୍ୱରେ ନ ରହୁ, ସେଥିପାଇଁ ପାପର ଶରୀର ବିନଷ୍ଟ ହେବା ନିମନ୍ତେ ଆମମାନଙ୍କର ପୁରାତନ ସ୍ୱଭାବ ଯେ ତାହାଙ୍କ ସହିତ କ୍ରୁଶରେ ହତ ହୋଇଅଛି। 7,
ଏହା ତ ଆମମାନେ ଜାଣୁ, କାରଣ ଯେ ମରି ଅଛି ସେ ପାପରୁ ମୁକ୍ତ ହୋଇ ଅଛି। 8 କିନ୍ତୁ ଆମମାନେ ଯଦି ଖ୍ରୀଷ୍ଟଙ୍କ ସହିତ ମରି ଅଛୁ, ତାହେଲେ ଆମମାନେ ଯେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା, ଏହା ଆମମାନେ ବିଶ୍ୱାସ କରୁ। ଏଇଥିପାଇଁ ଆମମାନେ ବିଶ୍ୱାସ କରୁ, କଲୋସୀ 3:3 ଈଶ୍ୱରଙ୍କ ଠାରେ ଖ୍ରୀଷ୍ଟ ଯୀଶୁଙ୍କ ମଧ୍ୟରେ ଆମମାନଙ୍କର ଜୀବନ ଗୁପ୍ତ ଅଛି। ଆମମାନଙ୍କୁ ମଧ୍ୟ ପ୍ରଭୁ ଲୁଚେଇକି ରଖିଛନ୍ତି। ସେଦିନ ଏଲିୟଙ୍କୁ ପ୍ରଭୁ କହିଲେ ତୁମେ ନିଜକୁ ଲୁଚେଇକି ରଖ। ଏଟା ଅତି ସହଜ ନଥିଲା। କୋ 5 ଷ୍ଟାର ହୋଟେଲରେ ଲୁଚେଇ ରଖିବା ପାଇଁ କହିଲେନି। ପ୍ରକୃତିର ଭିତରେ କୋଉଠି ପାହାଡ ଗୁମ୍ଫାରେ ରହୁଥିବେ, କୋଉଠି ଅସନା ମସନା ଯୋଉଠି ପାରେ ଲୁଚିକି ସେ ରହୁଥିବେ। ସାପ, ବେଙ୍ଗ, ଜୋକ, ବିଛା ସବୁର ଆକ୍ରମଣ ବି ସହୁଥିବେ। ଆଉ 3 ବର୍ଷ ତା ଭିତରେ ଯାଇକି ସେ ସାରିଫତ ଦେଶରେ ପହଞ୍ଚିଛନ୍ତି। ଖାଇବାକୁ ଅଭାବ ହେଇଛି, ପିଇବାକୁ ଅଭାବ ହେଇଛି, କାଉ ଆଣି ଖାଦ୍ୟ ଦେଇଛି, ସବୁ ମଧ୍ୟରେ ପ୍ରଭୁଙ୍କ ସେବା ଛାଡି ନାହାନ୍ତି। ଆଜି ଆମମାନେ ଯଦି ପୁରାତନ ସ୍ୱଭାବ ସହିତ ଖ୍ରୀଷ୍ଟଙ୍କ ଠାରେ, ଖ୍ରୀଷ୍ଟଙ୍କର ପରି ଆମମାନେ ଯଦି ମୃତ୍ୟୁଭୋଗ କରିଛୁ, ତାହାଙ୍କ ସହିତ ପୁନରୁତ୍ଥିତ ହେଇଛୁ, ତେବେ ଆମମାନେ ମଧ୍ୟ ସେ ଖ୍ରୀଷ୍ଟଙ୍କ ଭିତରେ ଆମମାନଙ୍କର ଜୀବନ ଗୁପ୍ତ ଅଛି, ଲୁଚିକିରି ଅଛି। ପ୍ରଭୁ ଏଇ ଅଳ୍ପ ଚିନ୍ତା ଉପରେ ଆଶୀର୍ବାଦ କରନ୍ତୁ। ଆର ଦ୍ୱିତୀୟ ଭାଗଟା ଆଜି ଆଶିଷ ଧାରାରେ ସନ୍ଧ୍ୟାରେ ମୁଁ କହିବି। ଯଦି ଆପଣମାନେ ସୁବିଧା ହବ ଶୁଣନ୍ତୁ। ଗଡ୍ ବ୍ଲେସ୍ ୟୁ ଅଲ୍। ଥ୍ୟାଙ୍କ